ସୁଭଦ୍ରା ଯୋଜନାରେ ଟଙ୍କା ପାଇ ନଥିବା महिलाଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଗତକାଲି 22 ଜାନୁଆରୀ 2026 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାୟ 4.57 ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ 315 କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଯଦି ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିନାହିଁ, ତେବେ ନିମ୍ନଲିଖିତ କାରଣ ଓ ପଦକ୍ଷେପଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ। ଟଙ୍କା ନାସିବାର ସମ୍ଭାବ୍ୟ କାରଣ। ନୂତନ ପଞ୍ଜୀକରଣ। ଯେଉଁମାନେ ନିକଟରେ ଆବେଦନ କରିଛନ୍ତି ସେମାନଙ୍କ ଫର୍ମ ଯାଞ୍ଚ ପ୍ରକ୍ରିୟା ଭେରିଫିକେସନ୍ ଚାଲିଥାଇପାରେ। ପ୍ରକ୍ରିୟାରେ ବିଳମ୍ବ। ଟଙ୍କା ଡିବିଟି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ପଠାଯାଉଥିବାରୁ ସମସ୍ତଙ୍କ ଆକାଉଣ୍ଟକୁ ପହଞ୍ଚିବା ପାଇଁ 24ରୁ 48 ଘଣ୍ଟା ସମୟ ଲାଗିପାରେ। ବ୍ୟାଙ୍କ ଆକାଉଣ୍ଟ ଆଧାର ସମସ୍ୟା। ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ଏନ୍ପିସିଆଇ ମ୍ୟାପିଂ ହୋଇନଥିବ କିମ୍ବା ଆଧାରରେ ତ୍ରୁଟି ଥିବ, ତେବେ ଟଙ୍କା ଆସିବାରେ ସମସ୍ୟା ହୋଇପାରେ। ଯୋଗ୍ୟତା। ଯଦି ଆପଣ କୌଣସି ସରକାରୀ ପେନ୍ସନ୍ ବା ମାସିକ 1500 ଟଙ୍କାରୁ ଅଧିକ ସହାୟତା ପାଉଥାନ୍ତି, ତେବେ ଆପଣ ଏହି ଯୋଜନା ପାଇଁ ଅଯୋଗ୍ୟ ହୋଇଥାଇପାରନ୍ତି। ଆପଣ କ'ଣ କରିବେ? 1. ଷ୍ଟାର୍ଟ ଚେକ୍ କରନ୍ତୁ। ଅଫିସିଆଲ ୱେବସାଇଟ୍ sabhadra.odisha.gov.in କୁ ଯାଇ ନିଜର ଆଧାର ନମ୍ବର କିମ୍ବା ମୋବାଇଲ ନମ୍ବର ଦେଇ ଆବେଦନର ସ୍ଥିତି ଯାଞ୍ଚ କରନ୍ତୁ। 2. ହିତାଧିକାରୀ ଲିଷ୍ଟ ଦେଖନ୍ତୁ। ପୋର୍ଟାଲରେ ଥିବା ବେନେଫିସିଆରୀ ଲିଷ୍ଟ 2026କୁ ଯାଇ ନିଜ ଜିଲ୍ଲା, ବ୍ଲକ ଏବଂ ୱାର୍ଡ ଅନୁସାରେ ଆପଣଙ୍କ ନାମ ଅଛି କି ନାହିଁ ଦେଖନ୍ତୁ। 3. ହେଲ୍ପଲାଇନ୍ ନମ୍ବର। କୌଣସି ଅଭିଯୋଗ ଥିଲେ ସୁଭଦ୍ରା ଯୋଜନାର ଟୋଲ୍ ଫ୍ରି ନମ୍ବର 14678ରେ କଲ୍ କରନ୍ତୁ। 4. ବ୍ୟାଙ୍କ ଯାଇ ଯାଞ୍ଚ କରନ୍ତୁ। ଆପଣଙ୍କର ଡିବିଟି ସୁବିଧା ସକ୍ରିୟ ଅଛି କି ନାହିଁ ଜାଣିବା ପାଇଁ ନିଜ ବ୍ୟାଙ୍କ ଶାଖା ସହିତ ଯୋଗାଯୋଗ କରନ୍ତୁ। ସୂଚନା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ ଯେଉଁମାନେ ଯୋଗ୍ୟ କିନ୍ତୁ କୌଣସି କାରଣରୁ ପୂର୍ବରୁ ଟଙ୍କା ପାଇନଥିଲେ, ସେମାନଙ୍କୁ ଏହି ପର୍ଯ୍ୟାୟରେ ବକେୟା ଟଙ୍କା ପ୍ରଦାନ କରାଯାଉଛି। ମୋହନ ସରକାରଙ୍କ ବଡ଼ ଘୋଷଣା। ବଢ଼ିଲା ଭତ୍ତା। ଖୁସି ହେଲେ ହଜାର ହଜାର କର୍ମଚାରୀ। ମୁଖ୍ୟ ଖବର। ରାଜ୍ୟର ଗ୍ରାମାଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରୁଥିବା ଗ୍ରାମରକ୍ଷୀମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରାମରକ୍ଷୀଙ୍କ ମାସିକ ଭତ୍ତାରେ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି କର୍ମଚାରୀମାନେ ମାସିକ 1800 ଟଙ୍କା ପାଉଥିବା ବେଳେ ଏଣିକି ସେମାନଙ୍କୁ ମାସକୁ 2500 ଟଙ୍କା ମିଳିବ। ସୂଚନାଯୋଗ୍ୟ ଯେ ଦୀର୍ଘ ଦିନରୁ ନିଜର ଭତ୍ତା ବୃଦ୍ଧି ପାଇଁ ଗ୍ରାମରକ୍ଷୀ ସଂଘ ଆନ୍ଦୋଳନ କରିଆସୁଥିଲା। ଗ୍ରାମାଞ୍ଚଳରେ ଅପରାଧ ରୋକିବା ଏବଂ ପୁଲିସକୁ ସହାୟତା କରିବାରେ ଏହି ଗ୍ରାମରକ୍ଷୀମାନେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ସେମାନଙ୍କର ଏହି କଠିନ ପରିଶ୍ରମ ଏବଂ କର୍ତ୍ତବ୍ୟନିଷ୍ଠାକୁ ସମ୍ମାନ ଜଣାଇ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଖାଲି ସେତିକି ନୁହେଁ, ଏହି ଭତ୍ତା ବୃଦ୍ଧି ସହିତ ସେମାନଙ୍କ ପାଇଁ ନୂଆ ନିୟମ ମଧ୍ୟ ଜାରି କରାଯାଇଛି। ଏଣିକି ସମସ୍ତ ଗ୍ରାମରକ୍ଷୀଙ୍କୁ ସପ୍ତାହକୁ ଥରେ ସମ୍ପୃକ୍ତ ଥାନାରେ ହାଜର ହୋଇ ଉପସ୍ଥାନ ଆଟେଣ୍ଡାନ୍ସ ପକାଇବାକୁ ପଡ଼ିବ। ଏହାଦ୍ୱାରା ପୋଲିସ ଏବଂ ଗ୍ରାମରକ୍ଷୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ହେବା ସହ ଗ୍ରାମାଞ୍ଚଳର ସୁରକ୍ଷା ବ୍ୟବସ୍ଥା ଆହୁରି ମଜବୁତ ହେବ। ଆଙ୍କରଙ୍କ ସମାପ୍ତି। ତେବେ ମୋହନ ସରକାରଙ୍କ ଏହି ଘୋଷଣା ପରେ ଗ୍ରାମରକ୍ଷୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। ଖବର। ସୋସିଆଲ ମିଡିଆର ମାୟାଜାଲରୁ ପିଲାଙ୍କୁ ବଞ୍ଚାଇବା ପାଇଁ ଏବେ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ସରକାର। ଅଷ୍ଟ୍ରେଲିଆ ପରେ ଏବେ ଭାରତର ଆନ୍ଧ୍ରପ୍ରଦେଶରେ 16 ବର୍ଷରୁ କମ୍ ପିଲାଙ୍କ ପାଇଁ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଟ୍ୱିଟର ଭଳି ପ୍ଲାଟଫର୍ମ ବ୍ୟାନ୍ ହୋଇପାରେ। ମନ୍ତ୍ରୀ ନାରା ଲୋକେଶଙ୍କ ଏହି ବଡ଼ ବୟାନ ପରେ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। କ'ଣ ଏହି ନିୟମ ଦ୍ୱାରା ପିଲାଙ୍କ ଭବିଷ୍ୟତ ସୁଧୁରିବ? ଦେଖନ୍ତୁ ଆମର ଏହି ସ୍ପେଶାଲ ରିପୋର୍ଟ। ଗୁରୁତ୍ୱପୂର୍ଣ୍ଣ ସୂଚନା। ଏହା ବର୍ତ୍ତମାନ ଏକ ପ୍ରସ୍ତାବ ପର୍ଯ୍ୟାୟରେ ଅଛି। ସରକାର ଏଥିପାଇଁ ଏକ ଗ୍ରୁପ ଅଫ୍ ମିନିଷ୍ଟର୍ସ ଗୋଅମ୍ ଗଠନ କରିଛନ୍ତି, ଯେଉଁମାନେ ଏହି ବିଷୟରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବେ। ଯଦି ଏହା ଲାଗୁ ହୁଏ, ତେବେ ଆନ୍ଧ୍ରପ୍ରଦେଶ ଭାରତର ପ୍ରଥମ ରାଜ୍ୟ ହେବ ଯିଏ ଏଭଳି କଠୋର ପଦକ୍ଷେପ ନେବ। ଆପଣ କ'ଣ ଭାବୁଛନ୍ତି, ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ ହେବା ଉଚିତ କି? ବଡ଼ ଖବର। ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସ୍କୁଲ 4 ଦିନ ପାଇଁ ଛୁଟି ରହିବ। ସରକାରଙ୍କ ପକ୍ଷରୁ ଏନେଇ ଆନୁଷ୍ଠାନିକ କ୍ୟାଲେଣ୍ଡର ଅନୁଯାୟୀ ଛୁଟି ତାଲିକା ସ୍ପଷ୍ଟ ହୋଇଛି। ଜାନୁଆରୀ 23 ତାରିଖରେ ନେତାଜୀ ଜୟନ୍ତୀ ଓ ସରସ୍ୱତୀ ପୂଜା ପଡ଼ୁଥିବା ବେଳେ 26 ତାରିଖରେ ଦେଶ ପାଳନ କରିବ ସାଧାରଣତନ୍ତ୍ର ଦିବସ। ମଝିରେ ଶନିବାର ଓ ରବିବାର ପଡ଼ୁଥିବାରୁ ଛାତ୍ରଛାତ୍ରୀମାନେ ଏହି ଲଗାତାର ଛୁଟିର ଆନନ୍ଦ ନେଇପାରିବେ। ତେବେ 26 ଜାନୁଆରୀ ଦିନ ସ୍କୁଲରେ ପତାକା ଉତ୍ତୋଳନ ପାଇଁ କିଛି ସ୍ଥାନରେ ସ୍ୱଳ୍ପ ସମୟ ପାଇଁ ଉପସ୍ଥିତି ରହିପାରେ। କ୍ଲୋଜିଂ। ଶିକ୍ଷା ବିଭାଗର ଏହି ଛୁଟି ତାଲିକା ପରେ ପିଲାମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଅଧିକ ସୂଚନା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ଓଡ଼ିଶା ସରକାରଙ୍କ ପକ୍ଷରୁ ଖା ଏବଂ ପାନ ମସଲା ଉପରେ କଟକଣାକୁ ନେଇ ଏକ ବଡ଼ ଖବର ଆସିଛି।
ଜାନୁଆରୀ 21 ନଦନବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟରେ ତମାଖୁ ଏବଂ ଯୁକ୍ତ ସମସ୍ତ ଖାଦ୍ୟପଦାର୍ଥ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଏହି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ନିମ୍ନରେ ଦିଆଗଲା। ପୁରୁଣା ଷ୍ଟକ୍ ବିକ୍ରି କରିପାରିବେ କି? ସରକାରଙ୍କ ନୂତନ ବିଜ୍ଞପ୍ତି ଅନୁଯାୟୀ ଏହି ନିଷେଧାଦେଶର ତୁରନ୍ତ ଲାଗୁ କରାଯାଇଛି। ଏଥିରେ କୌଣସି ପ୍ରକାରର ରିହାତି ସମୟ ବା ପୁରୁଣା ଷ୍ଟକ୍ ଶେଷ କରିବା ପାଇଁ ଅନୁମତି ଦିଆଯାଇ ନାହିଁ। ସମ୍ପୂର୍ଣ୍ଣ ନିଷେଧ। ଖା, ପାନ ମସଲା, ଜର୍ଦା ଏବଂ ଖଇନି ଭଳି ପଦାର୍ଥର ଉତ୍ପାଦନ, ମହଜୁଦ, ଷ୍ଟୋରେଜ୍, ପରିବହନ, ବିକ୍ରି ଏବଂ ବିତରଣକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଷ୍ଟକ୍ ରଖିବା ବେଆଇନ। ଯଦି କୌଣସି ଦୋକାନୀଙ୍କ ପାଖରେ ପୁରୁଣା ଷ୍ଟକ୍ ଥାଏ, ତେବେ ତାହାକୁ ରଖିବା ବା ବିକ୍ରି କରିବା ଏବେ ଆଇନତଃ ଅପରାଧ। ଧରାପଡ଼ିଲେ କଠୋର ଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଛି। ନୂଆ ନିୟମର ମୁଖ୍ୟ ବିନ୍ଦୁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଏଫ୍ଏସ୍ଏସ୍ଏଇ ଗାଇଡ୍ଲାଇନ୍ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ହୋଲ୍ ବନ୍ଦ। ପୂର୍ବରୁ ନଦଧନରେ କେବଳ ଖା ବ୍ୟାନ୍ ଥିବାବେଳେ ଅନେକ କମ୍ପାନୀ ପାନ ମସଲା ଓ ତମାଖୁକୁ ଅଲଗା ପ୍ୟାକେଟ୍ରେ ବିକ୍ରି କରୁଥିଲେ। ଏବେ ଏହି ଛନ୍ଦକପଟକୁ ବନ୍ଦ କରିବା ପାଇଁ ସବୁ ପ୍ରକାରର ନିକୋଟିନ୍ ମିଶ୍ରିତ ଖାଦ୍ୟପଦାର୍ଥକୁ ବ୍ୟାନ୍ କରାଯାଇଛି। କାର୍ଯ୍ୟାନୁଷ୍ଠାନ। ରାଜ୍ୟର ଖାଦ୍ୟ ସୁରକ୍ଷା ଅଧିକାରୀ, ଫୁଡ୍ ସେଫ୍ଟି ଅଫିସର୍ସ ଏବଂ ପୋଲିସ ଏବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଷ୍ଟକ୍ ଜବତ କରିବା ଆରମ୍ଭ କରିଛନ୍ତି। ସୂଚନା। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଦୋକାନୀମାନେ ନିଜ ପାଖରେ ଥିବା ପୁରୁଣାକୁ ନଷ୍ଟ କରିଦେବା ବା ବିକ୍ରି ନ କରିବା ପାଇଁ ପରାମର୍ଶ ଦିଆଯାଉଛି। ଓଡ଼ିଶାର କୃଷି ଓ କୃଷକଙ୍କ ପାଇଁ ଏକ ବଡ଼ ଖବର। ରାଜ୍ୟର ଚାଷୀଙ୍କ ଭାଗ୍ୟ ବଦଳାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ 2036 ସୁଦ୍ଧା ଓଡ଼ିଶାର ଶତକଡ଼ା 90% ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ପାଣି ପଞ୍ଚାୟତ ପକ୍ଷ ବିନା 2026 ଅବସରରେ ମୁଖ୍ୟମନ୍ତ୍ରୀ ଏହି ଭିଜନ ବିଷୟରେ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ଆଗାମୀ 5 ବର୍ଷ ମଧ୍ୟରେ ଅତିରିକ୍ତ 15 ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବାକୁ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହା ଉପରେ ଅଧିକ ସୂଚନା ପାଇଁ ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ। ଭୁବନେଶ୍ୱର। ଓଡ଼ିଶା ଗଠନର 100 ବର୍ଷ ପୂର୍ତ୍ତି ଅର୍ଥାତ୍ 2036 ସୁଦ୍ଧା ରାଜ୍ୟକୁ ଏକ ସମୃଦ୍ଧ କୃଷିଭିତ୍ତିକ ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର। ଲୋକସେବା ଭବନଠାରେ ଆୟୋଜିତ ପାଣି ପଞ୍ଚାୟତ ପକ୍ଷ ବିନା 2026 କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି। ମୁଖ୍ୟ ପଦକ୍ଷେପଗୁଡ଼ିକ। 90 ଜଳସେଚନ ଲକ୍ଷ୍ୟ। 2036 ସୁଦ୍ଧା ରାଜ୍ୟର ମୋଟ ଚାଷଜମିର 90%କୁ ଜଳସେଚନ ସୁବିଧା ମିଳିବ। 5 ବର୍ଷର ଯୋଜନା। ଆଗାମୀ 5 ବର୍ଷ ମଧ୍ୟରେ ବିଭିନ୍ନ ବୃହତ, ମଧ୍ୟମ ଓ କ୍ଷୁଦ୍ର ପ୍ରକଳ୍ପ ମାଧ୍ୟମରେ 15 ଲକ୍ଷ ହେକ୍ଟର ଅତିରିକ୍ତ ଜମିକୁ ଜଳସେଚିତ କରାଯିବ। ବିଭିନ୍ନ ପ୍ରକଳ୍ପର ସମାହାର। ମେଗା ଲିଫ୍ଟ ସ୍କିମ୍, ଚେକ୍ ଡ୍ୟାମ୍ ଏବଂ ଭୂତଳ ପାଇପଲାଇନ୍ ଜରିଆରେ ଚାଷୀଙ୍କ ପାଖକୁ ପାଣି ପହଞ୍ଚାଯିବ। ମୁଖ୍ୟମନ୍ତ୍ରୀ ବିଶେଷକରି ମୟୂରଭଞ୍ଜର ଖଇରିବନ୍ଧନ ବ୍ୟାରେଜ୍, ବଲାଙ୍ଗୀରର ଅପରଲାନ୍ଥ ପ୍ରକଳ୍ପ ଏବଂ ନୟାଗଡ଼ର ବୃତାଙ୍ଗ ପ୍ରକଳ୍ପ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆଧୁନିକ ବୈଷୟିକ ଜ୍ଞାନକୌଶଳ। ଜଳସମ୍ପଦ ବିଭାଗ ପକ୍ଷରୁ ଆଇଓଟି ଆଧାରିତ ଡିଜିଟାଲ ୱାଟର ମିଟର ଏବଂ ସଏଲ୍ ମଏଶ୍ଚର ସେନ୍ସିଂ ସିଷ୍ଟମ୍, ସଏଲ୍ ମଏଶ୍ଚର ସେନ୍ସିଂର ବ୍ୟବହାର କରାଯିବ। ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମୃଦ୍ଧ କୃଷକ ବିନା ସମୃଦ୍ଧ ଓଡ଼ିଶା ଗଠନ ସମ୍ଭବ ନୁହେଁ। ଏହି ଯୋଜନା ଦ୍ୱାରା ଚାଷୀମାନେ ବର୍ଷକୁ 2ରୁ 3ଟି ଚାଷ କରିପାରିବେ ଏବଂ ସେମାନଙ୍କର ଆର୍ଥିକ ଅବସ୍ଥାରେ ବ୍ୟାପକ ସୁଧାର ଆସିବ। ଏହା ସହିତ ଡିଜିଟାଲ ପାଣି ପଞ୍ଚାୟତ ଏବଂ ଜଳବାୟୁ ସହିଷ୍ଣୁ କୃଷି, କ୍ଲାଇମେଟ୍ ରେଜିଲିଏଣ୍ଟ ଆଗ୍ରିକଲଚର ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସରକାରଙ୍କ ଏହି ମେଗା ପ୍ଲାନ୍ ଯଦି ସଫଳ ହୁଏ, ତେବେ ଓଡ଼ିଶାର କୃଷି କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବ ଏବଂ ଓଡ଼ିଶା ଦେଶର ଏକ ପ୍ରମୁଖ ଖାଦ୍ୟ ଭଣ୍ଡାର ଭାବେ ଉଭା ହେବ।